ଦେଖିବାକୁ ପାଖାପାଖି ସାପ ପରି ବୋଲି ଏଇ ପରିବାଟିର ନାଁ ହେଉଛି ସାପୁଆ କଲରା। ପ୍ରଚୁର ମାତ୍ରାରେ ମିଳିଥାଏ ବର୍ଷା ଦିନ ସାରା। ଦେହ ପାଇଁ ପୁଣି ଭାରି ହିତକର। ବର୍ଷା ଦିନ ସାରା ଖାଆନ୍ତୁ ଏଥର। ଟିକେ ଭିନ୍ନ ଶୈଳୀରେ ଆସନ୍ତୁ ବନେଇବା ସାପୁଆ କଲରା ଭଜା। ଉପରୁ ପୁରାପୁରି କ୍ରିସ୍ପି ଆଉ ଭିତରୁ ପୁରା ନରମ, ଖାଇବାକୁ ଲାଗିବ ଭାରି ମଜା। ଦର୍ଶକ ବନ୍ଧୁ ସମସ୍ତଙ୍କୁ କରୁଛି ମୁଁ ପ୍ରଣିପାତ। ମା ଗେଲୁ ହାଣ୍ଡିଶାଳକୁ ଆପଣମାନଙ୍କୁ ବହୁତ ବହୁତ ସ୍ୱାଗତ। ଭିନ୍ନ ଶୈଳୀରେ ପୁରା କ୍ରିସ୍ପି ସାପୁଆ କଲରା ଭଜା ଆସନ୍ତୁ କରିବା ପ୍ରସ୍ତୁତ। ଦର୍ଶକ ବନ୍ଧୁ ଏଠି ମୁଁ ନେଇଛି ଗୋଟେ ମୁଠା ମୁଗ ଡାଲି, ମାନେ କଞ୍ଚା ମୁଗ ଡାଲି, ଆଉ ତା ସହିତ ଗୋଟେ ମୁଠା ଅରୁଆ ଚାଉଳ। ଯେହେତୁ ମୁଁ ଏଠି ଗୋଟେ ନେଇଛି ସାପୁଆ କଲରା, ସେଥିପାଇଁ ଗୋଟେ ମୁଠା ଅରୁଆ ଚାଉଳ ସହିତ ଗୋଟେ ମୁଠା ନେଇଛି ମୁଗ ଡାଲି। ଯେତିକି ମୁଗ ଡାଲି ନେବେ ସେତିକି ନେବେ ଅରୁଆ ଚାଉଳ। ତାକୁ 2 ଘଣ୍ଟା ଖଣ୍ଡେ ଭଲ ଭାବରେ ବତୁରେଇ ଦେବା। ଭଲ ଭାବରେ ବତୁରି ଗଲା ପରେ ତାକୁ ଭଲ ଭାବରେ ଧୋଇକି ରଖିବା। ଆଉ ଏବେ ଆମେ ତାକୁ ପୁରାପୁରି ଚିକ୍କଣ କରିକି ବାଟିବା। ଯେହେତୁ ଆମେ ମୁଗ ଡାଲି ପକାଇଛେ, ତାର ବାସ୍ନା ସ୍ୱାଦ ବହୁତ ବଢ଼ିଆ ରହିବ। ଆଉ ଅରୁଆ ଚାଉଳ ଯେତିକି ଆମେ ପକାଇବା ସେଇ ଅନୁସାରେ ବହୁତ ବଢ଼ିଆ କ୍ରିସ୍ପି ବା ପୁରା ମୁସମୁସିଆ ହେଇକି ପ୍ରସ୍ତୁତ ହେବ ସାପୁଆ କଲରା ଭଜା। ଏବେ ଆମେ ଚାଉଳ ଆଉ ମୁଗ ଡାଲିରେ ଦେଇଦେବା 1 ଚାମଚ ଜିରା, କଞ୍ଚା ଲଙ୍କା ଆଉ ଅଦା ଅଳ୍ପ ଟିକେ। ଯଦି ଆପଣମାନେ ରସୁଣ ଖାଉଥାନ୍ତି ତାହେଲେ ଏଠି ଅଦା ବଦଳରେ ରସୁଣ 8-9 କୋଲା ପକାଇବେ। ଟିକେ ଅଧିକ ରସୁଣ ପକାଇବେ। ତାପରେ ପୁରାପୁରି ଚିକ୍କଣ କରିକି ବାଟିଦେବା ବିନା ପାଣିରେ। ଏମିତି ପୁରା ବହଳିଆ ବା କାଠୁଆ କରିକି ବାଟିବେ। ମୁଗ ଆଉ ଚାଉଳ ବଟାକୁ ଆମେ ଗୋଟେ ପାତ୍ରରେ ଦେଇଦେବା। ଆଉ ଟିକେ ଅଳ୍ପ, ମାନେ 2-3 ବଡ଼ ଚାମଚ ପାଣିକୁ ପିଛୁଳେଇକି ଆମେ ଏଠି ରଖିବା। ଆଉ ଭଲ ଭାବରେ ଟିକେ ଫେଣ୍ଟି ଦେବା। ଏବେ ଦେଖନ୍ତୁ ଏତିକି ବହଳିଆ କରିବେ, ବେଶୀ ବି ପାଣିଆ କରିବେନି କି ପୁରା ବି ବହଳିଆ କରିବେନି। ଏମିତି ଆମେ ଦେଖନ୍ତୁ ଯେମିତି ଭିଡ଼ିଓରେ ଦେଖୁଛନ୍ତି ସେମିତି ସେମି ଲିକ୍ୱିଡ ଭଳିଆ କରିକି ରଖିବେ। ବଢ଼ିଆ ହେଇକି ପ୍ରସ୍ତୁତ ହେବ। ଆଉ ସାପୁଆ କଲରାରେ ବଢ଼ିଆ ଭାବରେ এই ବ୍ୟାଟରଟି ଲାଖିକି ବା ଲାଗିକି ରହିବ। ଏବେ ଆମେ ଦେଇଦେବା ଟିକେ ଭଲ ରଙ୍ଗ ପାଇଁ 1 ଚାମଚ କାଶ୍ମୀରୀ ଲଙ୍କା ଗୁଣ୍ଡ। ଯେହେତୁ ଆମେ ରାଗ ପାଇଁ କଞ୍ଚା ଲଙ୍କାର ବ୍ୟବହାର କରିଛେ, ତେଣୁ ରଙ୍ଗ ପାଇଁ ଟିକେ କାଶ୍ମୀରୀ ଲଙ୍କା ଗୁଣ୍ଡ ସହିତ ସ୍ୱାଦ ଅନୁସାରେ ଲୁଣ ଦେଇକି ଭଲ ଭାବରେ ତାକୁ ଗୋଳେଇକି ରଖିଦେବା କିଛି ସମୟ ପାଇଁ। ସେଇ କିଛି ସମୟ ମାନେ 10-15 ମିନିଟ୍ ପାଇଁ ଛାଡ଼ିଦେବା ଟିକେ ଭଲ ଭାବରେ ତାକୁ ଗୋଳେଇକି। ଏବେ ଆମେ ସାପୁଆ କଲରାକୁ କାଟିବା। ଏଠି ଆମେ ଯେଉଁ ସାପୁଆ କଲରାରେ ପ୍ରସ୍ତୁତ କରିବା ପୁରା କ୍ରିସ୍ପି ଭଜା, ବହୁତ ସହଜରେ କମ୍ ସମୟ ଭିତରେ ମଧ୍ୟ ପ୍ରସ୍ତୁତ ହେଇଯିବ। ସାପୁଆ କଲରା ତ ପୁରା ନରମ ଥାଏ, ତାକୁ ଏମିତି କାଟିବେ ଯେମିତିକି ଦେଖାଯିବ ବହୁତ ସୁନ୍ଦର। ତା ସହିତ ଆମେ ଯେଉଁ ଭାଜିବା ବହୁତ ଶୀଘ୍ର ବି ସିଝିଯିବ ବା ଭଲ ଭାବରେ ଭାଜି ହେଇଯିବ। ସେଥିପାଇଁ ଦେଖନ୍ତୁ ମୁଁ ଏଠି ନେଇଛି ଗୋଟେ ସାପୁଆ କଲରା। ସାପୁଆ କଲରାକୁ ପ୍ରଥମେ ଆମେ, ଯେହେତୁ ଏତେ ବଡ଼ ଲମ୍ବା ଥାଏ, ତାକୁ ଆମେ ମଝିରୁ 2 ଖଣ୍ଡ କରିକି କାଟିଦେବା। ଆଉ ସାପୁଆ କଲରାକୁ ପ୍ରଥମେ ଭଲ ଭାବରେ ଧୋଇଦେବେ। ଧୋଇ ସାରିବା ପରେ କାଟିବେ। ଆପଣମାନେ ଯେତେବେଳେ ପନିପରିବା କିଣୁଛନ୍ତି ପ୍ରଥମେ ଭଲ ଭାବରେ ଗୋଟା ଧୋଇଦେବେ, ତାପରେ ଆପଣମାନେ କାଟିବେ। ଏଠି ଦେଖନ୍ତୁ ମୁଁ ଗୋଟା ସାପୁଆ କଲରାକୁ ଧୋଇ ସାରିବା ପରେ ମଝିରୁ 2 ଖଣ୍ଡ କରିଦେଇଛି। ଏବେ ଦେଖନ୍ତୁ ସାପୁଆ କଲରା ଉପରେ ଟିକେ ହାଲକା ଧଳା ଧଳା ଯେଉଁ ଚୋପା ଅଛି, ସେ ଚୋପାକୁ କେବଳ ଚାଞ୍ଚିବେ, ବିଲକୁଲ କାଟିବେନି। ଏମିତି ଟିକେ ଚାଞ୍ଚି ଦେଲେ ତା ଚୋପାଟା ଆରାମରେ ବାହାରି ଆସିବ। ଏଠି ଦେଖନ୍ତୁ ଚାଞ୍ଚି ସାରିବା ପରେ ଆଉ ଟିକେ ଯଦି ପାରିବେ ଭଲ ଭାବରେ ଧୋଇଦେବେ। କାହିଁକି ନା ଆମେ କାଟି ସାରିବା ପରେ ଆଉ ବିଲକୁଲ ଧୋଇବାନି। ଏମିତିରେ ଏଇ ସାପୁଆ କଲରା ହେଉ କିମ୍ବା କୋଟଳ ହେଉ, ଏଇସବୁକୁ ଧୋଇ ସାରିବା ପରେ ଆପଣମାନେ କାଟିବେ। କାଟି ସାରିବା ପରେ ଯଦି ଧୋଇବେ ତାହେଲେ ବେଶୀ ପାଣି ରହିଯିବ ସେଥିରେ, ଯାହାଫଳରେ କି ବହୁତ ସମୟ ଲାଗିବ ପ୍ରସ୍ତୁତ କରିବା ପାଇଁ। ଆଉ ପାଣି ପାଣି ହେଇକି ବହୁତ ପାଣି ବାହାରିବ। ଏବେ ଦେଖନ୍ତୁ ଆମେ ଯେହେତୁ ଭଲ ଭାବରେ ଧୋଇ ଦେଇଛେ ଆଉ ଧୋଇବାନି। ଏବେ ଆମେ ଦେଖନ୍ତୁ ଏମିତି ଟିକେ ବଡ଼ ବଡ଼ ଖଣ୍ଡ ଖଣ୍ଡ କରିକି ଆମେ ତାକୁ ଗୋଟା ଏମିତି କାଟିବା। ତାପରେ ଏଠି ଦେଖନ୍ତୁ ସବୁ ଖଣ୍ଡକୁ ମଧ୍ୟ ଏମିତି ଅଧାରୁ 2 ଖଣ୍ଡ କରିକି କାଟିବା। ଆଉ ଭିତରୁ ଯାହା ମଞ୍ଜି କିଛି ଅଂଶ ସବୁ ଧଳା ଧଳା ହେଇକି ଥିବ ତାକୁ ଭଲ ଭାବରେ କାଟିଦେବେ। ଏଇସବୁ ଭଲ ଭାବରେ ପରିଷ୍କାର କରିକି ବଛା ବଛି କରିସାରିବା ପରେ ଦେଖନ୍ତୁ କେମିତି କାଟିବେ। ଗୋଟେ ପଟ ପୁରା ଲାଖିକି ଥିବ, ଆଉ ଗୋଟେ ପଟ ପୁରା ପତଲା ପତଲା କରିକି ଏମିତି କାଟିବେ ଯେମିତି ଦେଖୁଛନ୍ତି। ଏମିତି ହେଲେ ଦେଖିବାକୁ ତ ଖୁବ୍ ସୁନ୍ଦର ଦେଖାଯିବ। ତା ସହିତ ଆପଣମାନେ ଯେତେବେଳେ ଭାଜିବେ ଏଇ ସାପୁଆ କଲରାକୁ ବଢ଼ିଆ ଭାବରେ ଜଲ୍ଦି ଭାଜି ହେଇଯିବ, ଜଲ୍ଦି କୁକ୍ ହେଇଯିବ। ସେଥିପାଇଁ ଆପଣମାନେ ଏମିତି ପୁରାପୁରି ପତଲା ପତଲା କରିକି କାଟିବେ। ଗୋଟେ ପଟ ଦେଖନ୍ତୁ ପୁରା ଲାଖିକି ଅଛି, ଆଉ ଗୋଟେ ପଟ ପୁରା ପତଲା ପତଲା କରିକି କେମିତି ଛାଡ଼ି ଛାଡ଼ି ହେଇକି ଅଛି। କେତେ ସୁନ୍ଦର ଦେଖାଯାଉଛି ଦେଖନ୍ତୁ ଏଇ ଡିଜାଇନଟି। ଏମିତି ଆପଣମାନେ ସାପୁଆ କଲରାକୁ ସବୁ କାଟିଦେବେ। କାଟି ସାରିବା ପରେ ଆମେ ପ୍ରସ୍ତୁତ କରିବା ଏଥିରେ ଭଜା। ଯେଉଁ ଭଜାକୁ ଆପଣମାନେ ପିଠଉ ଭଜା ବି କହିପାରିବେ। ଆମର ଏଠି ପ୍ରସ୍ତୁତ ହେଇଯାଇଛି ବ୍ୟାଟର। এই ବ୍ୟାଟରକୁ ଆମେ ଯେହେତୁ ବିନା ପିଆଜ ରସୁଣରେ ପ୍ରସ୍ତୁତ କରୁଛେ, ଆପଣମାନେ ଓଷାବାର ଦିନମାନଙ୍କରେ ବି ଖାଇପାରିବେ।
पूरा ऊपर क्रिस्पी रहिबो भारी स्वादिष्ट रहिबो भितरु पूरा नरम आउ जेहेतु आमे पूरा पतला पतला करके काटिचे मात्र 5 रु 7 मिनिट भितर प्रस्तुत हो जिवो। एठी देखंतु आमे नै जिबा तावा बा कड़ाई रे मध्ये आपण माने प्रस्तुत करि परिबे आ टिके स्प्रेड वाला एमिति कड़ाई नेबे बहुत बढ़िया जल्दी हेकी प्रस्तुत हबो। एका संगरे अधिक परिमाण रो आपण माने भजा प्रस्तुत करि परिबे। एठी देखंतु मु गोटे बड़ चामच नैची सोरिष तेल आपण माने सोरिष तेल रे प्रस्तुत करिवे बहुत बहुत बढ़िया लागिबो। सोरिष तेल भल भाबरे गरम हे गला परे आमे प्रथमे मीडियम फ्लेम करिके ए जो सापुआ कलरा को ए बैटर पूरा पूरी भल भाबरे बुड़े देबा तापरे भल भाबरे चारिआडे एमिति आमे स्प्रेड करके रखी देबा आउ किछि समय परे ताकू आमे पूरा लो टू मीडियम फ्लेम करके ताकू भाजिबा। मझिरे मझिरे टिके जाल को बढ़ई दोथिबे लो टू मीडियम फ्लेम आउ टिके हल्का मीडियम फ्लेम करके आमे दुई पट को पूरा पूरी ब्राउन कलर हवा पर्यंत भाजिबा। एठी देखंतु ऊपर जेहेतु आमे चाउल टिके बाटिचे बहुत बढ़िया है कि पूरा पूरी कुरकुरिया है कि रहइबो आउ भीतर सापुआ कलर पूरा नरम रहिबो। एठी देखंतु केते सुंदर रंग मध्य आसी गलानी पूरा हल्का हल्का नाली रंग बा पूरा बादामी रंग हे गलानी। एबे आमे सब को काढी देबा केते सुंदर देखा जाउची देखंतु पूरा पतला पतला आमे जो काटिचे केते बढ़िया लेयर हे कि आसीची खाइबा को मजा आसी जिवो। जेहेतु सापुआ कलरा होची वर्षा दिन रो परिबा वर्षा दिने ठंडा ठंडा मेघुआ पागरे गरमा गरम भात डाली सहित एमिति सापुआ कलरा रो गरमा गरम क्रिस्पी भजा आपण माने खाइ परिबे नचेत सबुठु बढ़िया लागिबो जदि आपण माने मसला खेचुड़ी सांगरे खाइबे। मु आज बनैथिली पूरा पूरी स्वादिष्ट मसला पनीपरिबा दिया खेचुड़ी पूरा गरमा गरम देसी घिओ मसला मसली देकी ता सहित एमिति पूरा साधा सीधा सापुआ कलरा भजा आउ ता सहित टिके चुनी चुनी आलू भजा सहित पांपड़ जदि पारिबे टिके दही किंबा आचार साइड रे रखिकी खाइबे मजा आसी जिवो। वर्षा दिने एमिति आपण माने प्रस्तुत करंतु बहुत बहुत कम समय रे प्रस्तुत हे जिवो खाइबा को बेस स्वादिया लागिबो। बापा को भी बहुत बढ़िया लागिला गरमा गरम खेचुड़ी सहित एमिति पूरा क्रिस्पी सापुआ कलरा भजा आपण माने एमिति बनांतु खांतु समस्त को खुआंतु देखिबे घरे समस्ते खाइकी बहुत खुशी हे जिवे। आजिर प्रस्तुति आपण माने को केमिति लागिला विनम्रतार सहित अनुरोध निश्चय जणेबे। फेसबुक पेज रे देखुथिले फॉलो करने को अनुरोध। आज पाए एतिकी जय जय जगन्नाथ।